ତୁମର ବାସ୍ତବ ଜଗତରେ ଯେତେବେଳେ ସଂକ୍ରମିତ ହେବ, ଅର୍ଥ ସେତେବେଳେ ଅର୍ଥ ନେଇ ତୁମକୁ ଐଶ୍ୱର୍ଯ୍ୟରେ ଅଧିଷ୍ଠିତ କରି ଯାହା କିଛି କାମ୍ୟ ଥିଲା ତାହାର ସମାଧାନରେ ମୋକ୍ଷ ବା ମୁକ୍ତିରେ ଅଚଳାୟତନ ସୃଷ୍ଟି କରି ସେବା ଓ ପ୍ରତିଷ୍ଠାର ସହିତ ତୁମକୁ ଅଟଳ କରି ରଖିବ। ତେଣୁ ଧର୍ମକୁ ତାଚ୍ଛଲ୍ୟ କରିବ ନାହିଁ। ଆଉ ଧର୍ମ ପ୍ରକୃତ ହେଲେ ହିଁ ତାହାର ଅନୁଚର ଅର୍ଥ, କାମ ଓ ମୋକ୍ଷ ଜାଜୁଲ୍ୟମାନ ହୋଇ ଛିଡ଼ା ହେବ। ଆଉ ପ୍ରକୃତ ଧର୍ମର ନିଦର୍ଶନ ହେଉଛି ଏହି। ବାଣୀ ସଂଖ୍ୟା 166। ଦାଦା ଜୟଗୁରୁ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ସଦ୍ୟ କୁଶଳତା ମା ଶ୍ରୀମତୀ କୁଶଳତା ଖିଲାର ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟଗୁରୁ। ବର୍ତ୍ତମାନ ନାରୀ ସ୍ୱାସ୍ଥ୍ୟ ସଦାଚାର ସୁଦୂର ଗ୍ରନ୍ଥ ପାଠ କରିବେ ଆମର ସମ୍ମାନୀୟ ଅନିରୁଦ୍ଧ ଭାଇ, ଠାକୁରଙ୍କର ପବିତ୍ର ପାଞ୍ଜାଧାରୀ କର୍ମୀ ଶ୍ରୀଯୁକ୍ତ ଅନିରୁଦ୍ଧ ପଣ୍ଡା ସ୍ୱାସ୍ଥ୍ୟ ସଦାଚାର ସୁଦୂର ଗ୍ରନ୍ଥ ପାଠ କରିବେ। ଦାଦା ଜୟଗୁରୁ। ଜୟଗୁରୁ ଆଜ୍ଞା। ଜୟଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ପବିତ୍ର ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ। ତୁମର ଚିନ୍ତା, ଚଳନ, କର୍ମ ଯେପରି ଆହାର୍ଯ୍ୟ ମଧ୍ୟ ତଦନୁପାତିକ ହେବା ଉଚିତ। ବେଶୀ ହେଲେ ପ୍ରକୃତି ହିଁ ତାକୁ ନାନା କାଇଦାରେ ବାହାର କରି ଦେବାକୁ ଚାହିଁବ। ତାହିଁ ରୋଗ। ଯାହାର ହେତୁ ଖାଦ୍ୟ ବେଶୀ ହେବା ଅପେକ୍ଷା ବରଂ ଟିକିଏ କମ୍ ହେଲେ ବି କ୍ଷତି ନାହିଁ। କଥାରେ ଅଛି ଉଣା ଭାତରେ ଦ୍ୱିଗୁଣା ବଳ। ପୁଣି ବେଶୀ କମ୍ ହେଲେ ମଧ୍ୟ ଶରୀର ସହଜପଟୁ ହୋଇ ପାରେ ନା। ଆଉ ଏହା ହିଁ ହେଉଛି ଖାଦ୍ୟର ଅପ୍ରାଚୁର୍ଯ୍ୟ। ଏହି ଅପ୍ରାଚୁର୍ଯ୍ୟ ହେତୁ ଶରୀର କ୍ରମଶଃ ଦୁର୍ବଳ ହେବ, ନିରୋଧ କ୍ଷମତା ହରାଇବ ଓ ରୁଗ୍ଣ ହୋଇଉଠିବ। ତେଣୁ ବିହିତ ଖାଦ୍ୟ ସମସ୍ତଙ୍କର ପ୍ରୟୋଜନ। ଚିନ୍ତା, ଚଳନ ଓ କର୍ମାନୁପାତିକ ଆହାର ଶୁଦ୍ଧ, ସତ୍ୱ ଶୁଦ୍ଧ। ବାଣୀ ସଂଖ୍ୟା 71। ଆଜ୍ଞା ଜୟଗୁରୁ। ସମସ୍ତଙ୍କୁ ଜୟଗୁରୁ। 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 ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କଲେ ଆମର ଅନିରୁଦ୍ଧ ଭାଇ, ପବିତ୍ର ପାଞ୍ଜାଧାରୀ କର୍ମୀ ଶ୍ରୀଯୁକ୍ତ ଅନିରୁଦ୍ଧ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଶ୍ରୀଚରଣରେ ପ୍ରାର୍ଥନା। ଜୟଗୁରୁ। ଜୟଗୁରୁ ଆଜ୍ଞା। ଜୟଗୁରୁ ଦାଦା। ଜୟଗୁରୁ। ଜୟଗୁରୁ। ବର୍ତ୍ତମାନ ଆମେ ଭଜନ ଆରମ୍ଭ କରିବା। ପ୍ରଥମ ଭଜନ ପରିବେଷଣ କରିବେ ଆମର ସମିତା ମା, ସୁଶ୍ରୀ ସମିତା ସାହୁ। ଦ୍ୱିତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ରିଙ୍କି ମା, ଶ୍ରୀମତୀ ରିଙ୍କି ପଣ୍ଡା। ତୃତୀୟ ଭଜନ ପରିବେଷଣ କରିବେ ଆମର ସଦ୍ୟ ଟିକି ମା, ଶ୍ରୀମତୀ ତିଲୋତ୍ତମା ବେହେରା। ଚତୁର୍ଥ ଭଜନ ପରିବେଷଣ କରିବେ ଆମ ସଦ୍ୟ ଅଗସ୍ତି ମା, ଶ୍ରୀଯୁକ୍ତ ଦେବନାଥ ଅଗସ୍ତି। ଆଉ ପଞ୍ଚମ ଭଜନ ପରିବେଷଣ କରିବେ ଆମ ସଦ୍ୟ ସୁବୋଧକାନ୍ତ ଭୀଷ୍ମ ସୁବୋଧକାନ୍ତ ସ୍ୱାଇଁ। ବର୍ତ୍ତମାନ ଅନୁରୋଧ କରୁଛି ଆମର ବିଷ୍ଟ କଣ୍ଠଶିଳ୍ପୀ ଆମ ସଦ୍ୟ ସମିତା ମା, ସୁଶ୍ରୀ ସମିତା ସାହୁ ପ୍ରଥମ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। চিরনাসক্ত পরম পুরুষ মমতা বন্ধনে বাঁধিছই বিষ, মমতা বন্ধনে বাঁধিছই বিষ, চিরনাসক্ত পরম পুরুষ, চিরনাসক্ত পরম পুরুষ মমতা বন্ধনে বাঁধিছই বিষ, মমতা বন্ধনে বাঁধিছই বিষ, চিরনাসক্ত পরম পুরুষ, চিরনাসক্ত পরম পুরুষ। পৃথিবীর প্রভু ধরিছ জড়াই, পৃথিবীর আবার ভাঙিছ বড়াই,
ବିଚିତ୍ରଇ ଭାବ କିବା ବୁଝିବ ବିଚିତ୍ରଇ ଭାବ କିବା ବୁଝିବ তুমি জানো তুম লীলার রহস্য তুমি জানো তুম লীলার রহস্য চিরনাসক্ত পরম পুরুষ চিরনাসক্ত পরম পুরুষ কেতে চিরজনী হইছ বিনীত ভক্ত দুঃখে চক্র হইয়াছি কেতে চিরজনী হইছ বিনীত ভক্ত দুঃখে চক্র হইয়াছি বিরহী অধীর মিলনি বিপুর বিরহী অধীর মিলনি বিপুর দরদি ঠাকুর প্রভু পরমেশ দরদি ঠাকুর প্রভু পরমেশ চিরনাসক্ত পরম পুরুষ চিরনাসক্ত পরম পুরুষ শ্রীঅঙ্গে সহিছ কেতে দুঃখ জ্বালা হস কান্দ ভরা রচিয়াছ লীলা শ্রীঅঙ্গে সহিছ কেতে দুঃখ জ্বালা হস কান্দ ভরা রচিয়াছ লীলা কিবে বা গম্ভীর কম্পিত ধর কিবে বা গম্ভীর কম্পিত ধর কিবে বা বিমর্ষ কিবে হস হস কিবে বা বিমর্ষ কিবে হস হস চিরনাসক্ত পরম পুরুষ চিরনাসক্ত পরম পুরুষ মমতা বন্ধনে বাঁধিছই বিশ্ব মমতা বন্ধনে বাঁধিছই বিশ্ব চিরনাসক্ত পরম পুরুষ চিরনাসক্ত পরম পুরুষ চিরনাসক্ত পরম পুরুষ জয় গুরু। খুব সুন্দর সমুদ্র ললিত কণ্ঠরে আমার বিষ্ট কণ্ঠশিল্পী আমার শ্রদ্ধেয় সম্বিত মা সুশ্রী সম্বিতা ସାହୁ ତାଙ୍କର ପିତୃଦେବ କମଳ ସ୍ୱାମୀ ଭାଇ ଠାକୁରଙ୍କ ପବିତ୍ର ବାଣୀ କର୍ମୀ ସିଦ୍ଧଦାନୀ ଚାମ୍ବର ହାରମୋନିୟମ ସହକାରେ ଖୁବ ସୁନ୍ଦର ଭାବେ ଏ ଭଜନ ସ୍ୱର୍ଗ ପୂଜନ ତାଙ୍କର ବିରଚିତ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ମୋର ବି ସେଇ ପ୍ରାର୍ଥନା ଭାଇ, ମୋର ବି ସେଇ ପ୍ରାର୍ଥନା। ଶ୍ରଦ୍ଧେୟ ମା ଆଉ ଝିଅ ଇଏ ଟୋନ ବାଜିବା ବହୁତ କଷ୍ଟ। ମଙ୍ଗଳ କରନ୍ତୁ ଆଜ୍ଞା। ଜୟ ଗୁରୁ ଜୟ ମଧ୍ୟ ତାଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ ଠାକୁରଙ୍କ ଶ୍ରୀକୃଷ୍ଣ ପ୍ରାର୍ଥନା ଜଣାଉ। ଜୟ ଗୁରୁ ଦାଦା ଜୟ।
ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ଇଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା ରିଙ୍କି ମା ଶ୍ରୀମତୀ ରିଙ୍କି ପଣ୍ଡା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ଦୟାର ସାଗର ବୋଲି ଦୟାର ସାଗର ବୋଲି କରେ ଜଣାଣ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ଆସିଛ ଠାକୁରେ ଏ ବିଶ୍ୱ ବକ୍ଷରେ ହିମାୟିତ ପୁରେ ପୁଣ୍ୟ ପାବନାରେ। ଆସିଛ ଠାକୁରେ ଏ ବିଶ୍ୱ ବକ୍ଷରେ ହିମାୟିତ ପୁରେ ପୁଣ୍ୟ ପାବନାରେ। ନର ନାରାୟଣ ବୋଲି ନର ନାରାୟଣ ବୋଲି ଡାକନ୍ତି ଜନ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। କହିଛ ଠାକୁରେ ବସି ଦେ ଓ ଘରେ ନିରୋଳା ନିବାସେ କେବେ ପ୍ରାନ୍ତରରେ। କହିଛ ଠାକୁରେ ବସି ଦେ ଓ ଘରେ ନିରୋଳା ନିବାସେ କେବେ ପ୍ରାନ୍ତରରେ। ତରଳି ଯାଉଛି ପୁଣି ତରଳି ଯାଉଛି ପୁଣି ହୃଦ ପାଷାଣ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ମିଶାଇ ସଭିଙ୍କୁ ଏକ ପରିବାରେ ସତସଙ୍ଗ ନାମେ ଏଇ ଧରା ପରେ। ମିଶାଇ ସଭିଙ୍କୁ ଏକ ପରିବାରେ ସତସଙ୍ଗ ନାମେ ଏହି ଧରା ପରେ। ଦେଖି ବୁଝି ହୁଏ ତୁମ ଦେଖି ବୁଝି ହୁଏ ତୁମ ଲୋକ ଜୀବନ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ଅନୁକୂଳ ରୂପେ ପ୍ରତିଟି ଅନ୍ତରେ ସଦଗୁରୁ ରୂପେ ମଣିଷ ପାଖରେ। ଅନୁକୂଳ ରୂପେ ପ୍ରତିଟି ଅନ୍ତରେ ସଦଗୁରୁ ରୂପେ ମଣିଷ ପାଖରେ। ସଞ୍ଚରି ଯାଉଛି ସଞ୍ଚରି ଯାଉଛି ତୁମ ପୁଣ୍ୟ ସତ୍ନାମ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ଦୟାର ସାଗର ବୋଲି ଦୟାର ସାଗର ବୋଲି କରେ ଜଣାଣ। ହେ ବିଶ୍ୱ ଜୀବନ ହେ ବିଶ୍ୱ ଜୀବନ ଦୟା ଦରବାରେ ଠିଆ ହୋଇଛି ଜାଣ। ଜୟ ଗୁରୁ ଦାଦା। ଜୟ ଗୁରୁ ଦାଦା। ଜୟ ଗୁରୁ। খুব সুন্দর সমুদ্র ললিত কণ্ঠরে আমার অভিষ্ট কণ্ঠশিল্পী আমার শ্রদ্ধেয় রিঙ্কি মা শ্রীমতী রিঙ্কি পଣ୍ଡା খুব সুন্দর ভাবে এই ভজন পরিবেশন কলে ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ ଟିକି ମା ଶ୍ରୀମତୀ ତିଳୋତ୍ତମା ବେହେରା ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଦାଦା ଜୟ ଗୁରୁ।
जय गुरु जय गुरु। सब दादा माँ मान को मोर जय गुरु प्रणाम। जगत जीवन नाथ घेन मजुहार, जगत जीवन नाथ घेन मजुहार, श्रीपद पंकजे कोटि कोटि नमस्कार, जगत जीवन नाथ घेन मजुहार, जगत जीवन नाथ घेन मजुहार, श्रीपद पंकजे कोटि कोटि नमस्कार, श्रीपद पंकजे कोटि कोटि नमस्कार, जगत जीवन नाथ घेन मजुहार, जगत जीवन नाथ घेन मजुहार, मन मोहिनी जन्म देले मन मोहन, तुमरी आभा ज्योति प्रकाशे रही मौन, मन मोहिनी जन्म देले मन मोहन, तुमरी आभा ज्योति प्रकाशे रही मौन, तुम भजन अमृत सम, तुम भजन अमृत सम, पागल करिछि संसार, जगत जीवन नाथ घेन मजुहार, जगत जीवन नाथ घेन मजुहार, दुख जातना आसु जीवने सोचना नहीं, देखिला दिनु साम्य मूर्ति भूली हुए नहीं, दुख जातना आसु जीवने सोचना नहीं, देखिला दिनु साम्य मूर्ति भूली हुए नहीं, डर हासित पंकज मुख, डर हासित पंकज मुख, देखिले चकित घर, जगत जीवन नाथ घेन मजुहार, जगत जीवन नाथ घेन मजुहार, अलिक संसार भेड़िकी पाशर पथ अनुसारी, भरोसा सते थाउ तुम पर तब परिचरी, अलिक संसार भेड़िकी पाशर पथ अनुसारी, भरोसा सते थाउ तुम पद तब परिचरी, श्रवण करे तुम महिमा संकृत हुए बारंबार, श्रवण करे तुम महिमा संकृत हुए बारंबार, जगत जीवन नाथ घेन मजुहार, जगत जीवन नाथ घेन मजुहार, श्रीपद पंकजे कोटि कोटि नमस्कार, श्रीपद पंकजे कोटि कोटि नमस्कार, जगत जीवन नाथ घेन मजुहार, जगत जीवन नाथ घेन मजुहार,
ଜଗତ ଜୀବନ ନାଥ ନମ ଜୁହାର। ଦାଦା ଜୟ ଗୁରୁ। ଜୟ ଗୁରୁ। খুব সুন্দর সমুদ্র সুরিত কণ্ঠের আমার বিষ্ণু কণ্ঠশিল্পী আমার শ্রদ্ধেয় ଟିକି ମା ଶ୍ରୀମତୀ ତିଳୋତ୍ତମା ବେହେରା খুব ସୁନ୍ଦର ଭାବରେ ଭଜନ ପରିବେଷଣ କଲେ। ତାଙ୍କର ସୁପୁତ୍ର ସ୍ନେହାଶିଷଙ୍କର ତବଲା ସହିତ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଜଣେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଣୁ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ ଅଗସ୍ତିନ ନାଥ ଶିଳ୍ପ ଦେବନାଥ ଅଗସ୍ତି ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଦାଦା ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। হে দয়াল হে দরদী হে প্রিয় পরম তুম স্নেহ তুম দয়া তুম স্নেহ তুম দয়া অনন্ত সীম হে দয়া হে নরদে হে প্রিয় পরম হে দয়াল হে নরদে হে প্রিয় পরম তুম স্নেহ তুম দয়া তুম স্নেহ তুম দয়া অনন্ত সীম হে দয়াল হে নরদে হে প্রিয় পরম সংসার সাগরে জীবে যাଉଥିଲି ବୁଡ଼ି ତୁମେ ଏକ ନାଉରୀ ହେ ରଖିଥିଲ ଭିଡ଼ି ସଂସାର ସାଗରେ ଯେବେ ଯାଉଥିଲି ବୁଡ଼ି ତୁମେ ଏକ ନାଉରୀ ହେ ରଖିଥିଲ ଭିଡ଼ି ତୁମ ସଙ୍ଗ ତୁମ ସ୍ପର୍ଶ ତୁମ ସଙ୍ଗ ତୁମ ସ୍ପର୍ଶ ଜୀବନ ନିଦାନ হে দয়াল হে নরদে হে প্রিয় পরম হে দয়াল হে নরদে হে প্রিয় পরম বিন্দু এত দে নাহি সিন্ধু ডালি দেল জীবনর শূন্য পাত্র পূর্ণ করি দেল বিন্দু এত দে নাহি সিন্ধু ঢালি দেল জীবনর শূন্য পাত্র পূর্ণ করি দেল সুখ শান্তি আনন্দর সুখ শান্তি আনন্দর তুমি তো চরম হে দয়াল হে নরদে পরম হে দয়াল
हे नरदे हे प्रिय परम तब दिव्य दर्शने आखि जाए लाखी तुमे तुम जीवनर मन लाखी साथी तब दिव्य दर्शने आखि जाए लाखी तुमे तुम जीवनर मन लाखी साथी पाई थरे ए जीवने पाई थरे ए जीवने होइछि मो धन्य हे दयाल हे दरदी हे प्रिय परम हे दयाल हे दरदी हे प्रिय परम तुम स्नेह तुम दया तुम स्नेह तुम दया अनंत सीमा हे दयाल हे दरदी हे प्रिय परम हे प्रिय परम हे प्रिय परम दादा जय गुरु जय गुरु खूब सुंदर भाव आम विष्णुकंठ शिल्पी आमर सद्य अगस्त देवेन्द्रनाथ अगस्ती खूब सुंदर भाव भजन परिवेशन कले परिवार समस्त शारीरिक मंगल ठाकुर अशी जन प्रार्थना जय गुरु जय वर्तमान परवर्ती भजन परिवेशन करेंगे आमर अन्य विष्णुकंठ शिल्पी आम सद्य सुबोधकांत आयुष्मान सुबोधकांत स्वाई परवर्ती भजन परिवेशन करें जय गुरु এই কোরসটি শ্রী শ্রী বাবাইদাଙ୍କ বিরচিত কোরসটি এটাକୁ ମୁଁ ପରିବେଷଣ କରିବାକୁ ଯାଉଛି। दाता दयाल मेरे प्रिय परम गुरु परम आधार दयाल ठाकुर दाता दयाल मेरे प्रिय परम गुरु परम आधार दयाल ठाकुर दाता दयाल मेरे प्रिय परम गुरु परम आधार बालक शरण तारन पीरन भी आए बालक शरण तारन पीरन भी आए जीवन पथ पर केवल सेवक मुझको बनाए जीवन पथ पर केवल सेवक मुझको बनाए इष्ट सेवा इष्ट कर्म सत्य धर्म आधार मेरे इष्ट सेवा इष्ट कर्म सत्य धर्म आधार मेरे दयाल ठाकुर दाता दयाल मेरे प्रिय परम गुरु परम आधार
दयाल ठाकुर दाता दयाल मेरे दास तेरा निष्ठा बढ़ाए दास तेरा निष्ठा बढ़ाए सतगुरु तुम हो सफरत सतगुरु तुम हो सफरत प्राणद सपति जगाए पूर्ण पुरुष दर्द प्राण मुक्त इष्टाधार मेरे पूर्ण पुरुष दर्द प्राण मुक्त इष्टाधार मेरे दयाल ठाकुर दाता दयाल मेरे प्रिय परम गुरु परम आधार मेरे दयाल ठाकुर दाता दयाल मेरे प्रिय परम गुरु परम आधार पुरुषोत्तम परम पुरुषोत्तम जीवन शासन है विधि विधान शासन है विधि विधान परम दयाल समदर्शी शासन है विधि विधान शासन है विधि विधान परम दयाल समदर्शी ईश्वर प्रतिज्ञ गुरु प्रीति मुखर प्राणाधार ईश्वर प्रतिज्ञ गुरु प्रीति मुखर प्राणाधार दयाल ठाकुर दाता दयाल मेरे प्रिय परम गुरु परम आधार मेरे दयाल ठाकुर दाता दयाल मेरे प्रिय परम गुरु परम आधार मेरे परम आधार मेरे परम आधार मेरे जय गुरु जय गुरु खूब सुंदर भाव आमर इष्ट कंठशिल्पी आयुष्मान सुबोधकांत स्वाई खूब सुंदर भाव कोरस परिवेशन कले परिवार समस्त सार्विक मंगल ठाकुर श्रीचरण प्रार्थना जय गुरु वर्तमान कीर्तन परिवेशन करेंगे आम सम्मान्य सुबोध दा इंजीनियर सुबोध चंद्र सरकार एवं तांकर साथी माने कीर्तन परिवेशन करेंगे अत्र अनुरोध कर वर्तमान कीर्तन परिवेशन करेंगे आम सम्मान्य सुबोध दा इंजीनियर सुबोध चंद्र सरकार एवं तांकर साथी माने कीर्तन परिवेशन करेंगे
ଆଉ ଥରେ ଅନୁରୋଧ କରୁଛି ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ସଦ୍ୟ ସୁଭଦ୍ରା ଇଞ୍ଜିନିୟର ସୁବୋଧ ଚନ୍ଦ୍ର ସରକାର ଏବଂ ତାଙ୍କର ସାଥୀମାନେ କୀର୍ତ୍ତନ ପରିବେଷଣ କରିବେ। କିଛି ବୋଧେ ତାଙ୍କର ସମସ୍ୟା ଅଛି, ଅନୁରୋଧ କରୁଛି ଭଲେଣ୍ଟାରୀ ଆଜ୍ଞା ଦାଦା ଜୟ ଗୁରୁ। ଦୟାନିଧି ଭାଇ ଥିବେ କୁହନ୍ତୁ ଆଉ। ହ୍ୟାଲୋ, ସେ ହଁ ନା ଜୟଗୁରୁ ସରକାର ଦା, ଟିକେ ସରକାର ଦା, ଜୟଗୁରୁ। ହ୍ୟାଲୋ। ଭଲେଣ୍ଟାରୀ ଆଉ କିଏ କୀର୍ତ୍ତନ କରିବେ ଅନୁରୋଧ କରୁଛି, ଯଦି କେହି ଭଲେଣ୍ଟାରୀ ଚାହାନ୍ତି କୀର୍ତ୍ତନ କରିବା ପାଇଁ। ଆଉ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଜୟ ଦାଦା ସମସ୍ତଙ୍କୁ ଜୟ ଗୁରୁ। ହଁ ଜୟ ଗୁରୁ, ଆରମ୍ଭ କରନ୍ତୁ ଆଜ୍ଞା। ଜୟ ଗୁରୁ। ଜଲ୍ଦି ଆସ ଟିକେ। পরমানন্দ পুরুষোত্তম লীলায় অভিনব আনন্দ পরমানন্দ পুরুষোত্তম আনন্দ পরমানন্দ পুরুষোত্তম লীলায় অভিনব
जय गुरु खूब सुंदर भाव आमर सैन्य सुभद्रा इंजीनियर सुबोध चंद्र सरकार एवं तांकर परिवार खूब सुंदर भाव कीर्तन परिवेशन कले सुभद्रा परिवार समस्त सर्वदा मंगल ठाकुर श्रीचरण प्रार्थना जय गुरु भाई जय गुरु। प्रतिदिन प्रातः समय चांदोल सत्संग विहार अनुकूल सत्संग आज सत्संग प्रतिदिन भाई निवेदन कर मोर बड़ भाई डॉक्टर सुरेश चंद्र दलिया श्रीचरण प्रार्थना तत्सहित प्रतिदिन भाई सत्संग निवेदन कर सद्य मिकी बाबू श्री अभिरूप साहू परिवार समस्त सार्विक मंगल ठाकुर श्रीचरण प्रार्थना तत्सहित सत्संग निवेदन कर मोर बड़ भाई समन्वय विष्णु इंजीनियर विष्णुचरण बेहरा सुपुत्र आम सद्य बापू सौम्यरंजन तारा जन्मदिन से सौम्यरंजन सर्वदा मंगल प्रार्थना सहित परिवार समस्त सार्विक मंगल ठाकुर श्रीचरण प्रार्थना प्रतिदिन भाई आम सत्संग अनेक पूजा रीति दुर्जो जाजक गुरु भाई मैंने माँ मैंने योगदान करते प्रतिदिन भाई आम ठाकुर सप्रतिक पूज्य सर्वश्री अरुण कुमार स्वाई अशोक कुमार मल्लिक विजय भूषण मिश्र विचित्रानंद आचार्य ब्रजबंधु बेहरा डॉक्टर नगेन्द्रनाथ स्वाई डॉक्टर सीताकांत दास डॉक्टर सुमत कुमार मिश्र डॉक्टर पंचान मिश्र डॉक्टर पवित्र कुमार मेकअप दिवाकर स्वाई इंजीनियर काशीनाथ त्रिपाठी इंजीनियर महापात्र इंजीनियर शशांक शेखर बेहरा इंजीनियर सच्चिदानंद मल्लिक इंजीनियर शरद कुमार दास इंजीनियर युवराज प्रसाद जगदीश चंद्र साहू कैलाश चंद्र बेहरा मंगता साहू नरोत्तम प्रधान निमाई चरण दास पारेश्वर जना प्रभात कुमार साहू प्रशांत कुमार सिंह
परशुराम माणिक, रमेश चंद्र नायक, रघुनाथ बस्तिया, रजनीकांत पंडार, रवीन्द्रनाथ प्रधान, संतोष कुमार षडंगी, सुभाष चंद्र दास, ताराकांत बेहरा, प्रोफेसर उग्रसेन लेंका, प्रोफेसर रुद्ररंजन त्रिपाठी एभଳି ଅନେକ ପୂଜ୍ୟ ରୀତିମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କେହି ଯୋଗ ଦେଇଥିବେ ହୁଏତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଆଜି ଯେତେବେଳେ ଆମେ ସମସ୍ତେ ଜାଣିଛନ୍ତି, ଅନେକ ଥର ତାଙ୍କଠାରୁ ଠାକୁରଙ୍କ କଥା ଶୁଣି ଆସିଛେ। ଜଣେ ବିଜ୍ଞ ବ୍ୟକ୍ତିତ୍ୱ, ଜଣେ ସୁଭକ୍ତା, ଆଉ ସେ ହେଲେ ଆମର ଶ୍ରଦ୍ଧେୟ शुभेन्दु भाई, मोर बंधु इंजीनियर शुभेन्दु रंजन राय, भद्रक आरटीओ डिस्ट्रिक्ट रोड ट्रांसपोर्ट ऑफिसर, जो से आमर प्रतिदिन आम सहित सत्संग सामिल था। आज आमर अनुरोध रक्षा कर आम सहित अच्छा ठाकुर कथा कर धरवे, अनुरोध करवा आलोचना आरंभ करेंगे। इंजीनियर शुभेन्दु रंजन राय। जय गुरु। जय गुरु, जय गुरु भाई, जय गुरु। जय गुरु। प्रिय परम जीवन सर्वश्रेष्ठ ठाकुर मोर परमाराध्या जगत जननी श्री परमा, परम पूज्यवा श्री बड़दा, परम पूज्यवा श्री दादा, परम पूज्यवा श्री आचार्य देव, सभी रात्र चरण प्रणाम। इष्ट परिवार सभी चरण प्रणाम। पूज्य पुरोधा, पूज्य रीति मंडली, गुरु भाई गुरु माँ, ठाकुरंकर पवित्र पंजाधरी कर्मी मंडली, समस्त मोर सदा प्रीति रा जय गुरु और प्रणाम। शुभ शुक्रवार प्रातः सत्संग, आवासी सत्संग द्वारा बहु मनीष मानू प्रेम वंशंक जयुक्त करिवार ए प्रयास, आनंद कंद अनुकूल चंद्र गुण रे गुणान्वित करिवार प्रयास, श्रद्धेय देवेंद्र भाई निरंतर प्रचेष्टा अनुक्रम आज मन को सुधापान सुजोग देइचंती सम्मान्य सुरेश भाई दलाई, विष्णुचरण बेहरा भाई और श्री अभिरूप साहू भाई। आज श्रद्धेय बापुर शुभ जन्म दिवस, तेणु परम दयाल परम पिता मन मनीष से हो उठू, ठाकुर पूजा फूल हो उठू, देव भाई बंधु बांधव कुटुंब परिवार परिजन समस्ते से दयाल को मथा धरी चलती। आम समस्ते से पारू किंचित किंचित करी से गोटे रास्तार पथिक आपण समस्त मंगल प्रार्थना करे। आज कृष्ण पक्ष षष्ठी तिथि, उत्तरा फाल्गुन नक्षत्र, पठाणी सामंत जयंती। ये अवसर सदैव बापुर जन्मदिन, से तांकरी भली गोटे ज्ञानी गुणी व्यक्तित्व हो उठू, यह दयाल चरण प्रार्थना। समस्त मंगल अधिकारी हंतु। बोधहुए 2000 दिन अधिक दिन धरी कोविड समय यही मधुचक्र चली, अनेक कष्ट अनेक बाधा विघ्न दे दयाल रथ चलो, ताकू कहीं अटकई दे पारे। आम मैंने समस्ते निजकू मनीष बोली भावु। जड़े बुद्धिमान लोकंकर गोटे कार्टून देखी, से लिखिं पिलादिने गाई रचना पढ़ी, गाई चिन्हबार भूल हुए ना, मनीष रचना पढ़ी तेणु बारंबार भूल हुए। तेणु मनीष माने मनीष को चिन्ह पारुना। तो तले मु कैप्शन लिखी मु जड़े मनीष, 3टा क्वेश्चन मार्क। मुझे निजको पचारे आवश्यक, मु जड़े मनीष कि मो ठारे ठाकुर देवत्व आशा करुँच। ठाकुर कहते अर्थ मान जस इत्यादि पाइबा आशारे मत ठाकुर सजाई भक्त बने, सावधान ठकीज। तुम ठाकुरत्व जागृत ना तुम केन्द्र भी नंदी, ठाकुर भी नंदी फांकी देले ताही। ठाकुर चाहते आप ठाकुरत्व जागृत हो, किंतु मो मनीषत्व केते जागृत करिछि सेटा मोर प्रश्न अछि, मोर व्यक्तिगत व्यापार, मोर व्यक्तिगत साधना, व्यक्तिगत मोर क्षुधा अछि, मते अन्नर आवश्यक अछि। मु आत्मिक उन्नति चाहूँगी, आध्यात्मिक उन्नति चाहूँगी, जागतिक उन्नति चाहूँगी। सबु मूल मंत्र ठाकुर देदेले।
ଠାକୁରଙ୍କ ଶରଣ ରହିଲି, ଠାକୁର ଦେଇଦେଲେ। କିନ୍ତୁ କରିବା ଦାୟିତ୍ୱଟା ମୋର। ତ ର ମେଟେରିଆଲ ସେ ଦେଇଦେଲେ, କିନ୍ତୁ ର ମେଟେରିଆଲସକୁ ସିଦ୍ଧ କରିବା ଦାୟିତ୍ୱ, ସିଦ୍ଧ ହବାର ଦାୟିତ୍ୱ ସବୁ ତ ମୋ ଉପରେ, ମୋ କାନ୍ଧରେ। ଏଇ 10 ତାରିଖ ଗଲା ୱାର୍ଲଡ ହ୍ୟୁମାନ୍ସ ରାଇଟ୍ସ ଡେ, ମାନବିକ ଅଧିକାର। ଆମେ ସମସ୍ତେ ଅଧିକାର ବିଷୟରେ ସଚେତନ, କେବଳ ସଚେତନ ନୁହେଁ, ଅତ୍ୟଧିକ ସଚେତନ, କିନ୍ତୁ କର୍ତ୍ତବ୍ୟ ବିଷୟରେ ନିଷ୍ପୃହ। ଆମେ ପିଲାଦିନେ ପଢୁଥିଲୁ ସିଟିଜେନ ରାଇଟ୍ସ, ସିଟିଜେନ ଡ୍ୟୁଟିଜ, ନାଗରିକର କର୍ତ୍ତବ୍ୟ, ନାଗରିକର ଅଧିକାର। ଆପଣ ସଚରାଚର ବର୍ତ୍ତମାନ ସବୁଠି, ଆଉ ଏଇ ଯୋଉ RTI ଆସିଛି ଆପଣଙ୍କର, ରାଇଟ୍ ଟୁ ଇନଫର୍ମେସନ, ବିଭିନ୍ନ ପ୍ରକାର ରାଇଟ୍ସ, ସବୁ ରାଇଟ୍ ପାଇଁ ଆମେ ଆଗଭର ଯେ ମତେ କଣ କଣ ଅଧିକାର ମିଳିବ, କିନ୍ତୁ ମୋର କଣ କଣ କର୍ତ୍ତବ୍ୟ, ସେଥିପାଇଁ ଆମେ ସେଟା ଜାଣିବାକୁ ବି ଚାହୁଁନା। ସେ ବିଷୟରେ ହ୍ୟୁମାନ ରାଇଟ୍ସ କଣ, we must not take human rights lightly any part of the world। ସବୁଠି ମାନବିକ ଅଧିକାରକୁ ଆମେ ସମ୍ମାନ ଜଣେଇବା, କାହାରି ମାନବିକ ଅଧିକାର କ୍ଷୁଣ୍ଣ ନ ହଉ। ତାର କାର୍ଟୁନରେ ଲେଖା ହେଇଥିଲା ହ୍ୟୁମାନ ରଙ୍ଗସ ଇଦର। ହ୍ୟୁମାନ ରଙ୍ଗସ କଣ ଆମେ କରୁଛେ, ଡିଫରେଷ୍ଟେସନ, ପଲ୍ୟୁସନ, ପୋଭର୍ଟି, ୱାଟର ସ୍କାର୍ସିଟି ଏଟସେଟ୍ରା। ଆପଣ ମାନେ ଭାବୁଥିବେ ଯେ ଠାକୁରଙ୍କ ସତ୍ସଙ୍ଗ ଆଉ ଶୁଭେନ୍ଦୁ ଭାଇ ଏସବୁ କଣ ପାଗଳ ଭଳିଆ ଏସବୁ କଥା ଗପି ଚାଲିଛି। ଆମମାନଙ୍କୁ ମଣିଷ ହବାକୁ ହବ। ସୋସାଇଟିରେ ସମସ୍ତଙ୍କୁ ଧରିକି ଚାଲିବାକୁ ପଡିବ। ମୁଁ ଗୋଟିଏ ଲୋକ ବା ଗୋଟିଏ ପରିବାର ହେଇ ସମାଜରେ ବଞ୍ଚି ପାରିବିନି। ହୁଏତ ଆଗାମୀ ବିଗତ ଦିନରେ ଯୋଉ ସାମାଜିକ ବିଧି ବ୍ୟବସ୍ଥା ଥିଲା, ଜଣକୁ ଯଦି ଗାଁରେ ବାସନ କରିଦଉଥିଲେ ବା ଏଘରିଆ କରିଦଉଥିଲେ, ତାର ଜୀବନ ଦୁର୍ବିଷ ହେଇ ପଡୁଥିଲା। କାହିଁକି, ସେ ବିଧାନ ମାନଙ୍କୁ ବାଧ୍ୟ ହଉଥିଲା। ଏବେ ସେ ଅବସ୍ଥା ନାହିଁ, ସମସ୍ତେ ଫ୍ରି, ଇନଡିପେଣ୍ଡେଣ୍ଟ। ଆଉ ଇଣ୍ଡିପେଣ୍ଡେଣ୍ଟ ସଂଜ୍ଞା ଠାକୁର କହୁଛନ୍ତି ଇଣ୍ଟରଡିପେଣ୍ଡେଣ୍ଟ। ତେଣୁ ପରସ୍ପର ତଥାନ୍ୱିତ ହବାର ଅଛି, ଶ୍ରଦ୍ଧାନ୍ୱିତ ହବାର ଅଛି, ତାହେଲେ ହିଁ ସମାଜ ହବ। ଆଉ ସମାଜକୁ ଠିକ ଦିଗରେ ନବା ପାଇଁ ଏଇ ଆଚାର୍ଯ୍ୟ ଦେବଙ୍କର ପ୍ରୟାସ। ଆମେ ସମସ୍ତେ ଚାହୁଁ ଗୋଟେ ସୁଖ ସ୍ୱାଚ୍ଛନ୍ଦ୍ର ଜୀବନ, ନିର୍ବିଘ୍ନ, ହାସଲ ଫ୍ରି ଲାଇଫ। ମୋ ସରକାରୀ କାର୍ଯ୍ୟରେ ମତେ କିଛି ଟେନସନ ନ ହଉ, ମୁଁ ମୋର ବେପାର ବ୍ୟବସାୟ ବାଣିଜ୍ୟ କରୁଛି, ମୋର କିଛି ଟେନସନ ନ ହଉ। ଆଜିକାର ଛାତ୍ର ମାନଙ୍କ କଥା ଆପଣ ଦେଖନ୍ତୁ, ଛାତ୍ରମାନେ କେହି ପଠନ ମନୋଯୋଗୀ ନୁହନ୍ତି, କେହି ପରିଶ୍ରମ କରିବାକୁ ନାରାଜ। ଆଗେ ପ୍ରଥମେ ଜେନେରାଲ କଲେଜ ଗୁଡାକରେ ପଢିବା ଧୀରେ ଧୀରେ ବନ୍ଦ ହେଇଗଲା, ପିଲାମାନେ ପଢିଲେନି। ତାପରେ ଇଞ୍ଜିନିୟରିଂ ପିଲାମାନେ ପଢିଲେନି। ତାପରେ ବର୍ତ୍ତମାନ ମେଡିକାଲ ପିଲାମାନେ ବି ପାଠ ପଢିବାକୁ ନିଷ୍ପୃହ। ତ ଆମେ ଭଲ ଡାକ୍ତର ପାଇବା କୋଉଠୁ, ଭଲ ଇଞ୍ଜିନିୟର୍ସ ପାଇବା କୋଉଠୁ, ଭଲ ମଣିଷ ପାଇବା କୋଉଠୁ? ଆଜି ଯଦି ସତ୍ସଙ୍ଗ ନିବେଦନ କରିଛନ୍ତି ଡକ୍ଟର ଇଞ୍ଜିନିୟର ସୁରେଶ ଚନ୍ଦ୍ର ଦଳେଇ ଭାଇ, ସେଇ ବ୍ୟକ୍ତିକୁ ଦେଖନ୍ତୁ, ଛୋଟିଆ ମଣିଷଟିଏ, କେତେ ଜ୍ଞାନୀ ଗୁଣୀ ମଣିଷ, କେତେ ଜ୍ଞାନର ଅଧିକାରୀ, କେତେ ସରଳ। ଏଇଭଳିଆ ବ୍ୟକ୍ତିତ୍ୱ ସବୁ ଠାକୁର ଚାହାନ୍ତି। ଏଇଭଳିଆ ମଣିଷ ଆସିଲେ ଆମର ଯୋଉ ମଣିଷତ୍ୱ, ଦେବତ୍ୱ, ସବୁଗୁଡାକର ଦେବତ୍ୱର ପୁନଃ ସ୍ଫୁଲିଙ୍ଗ ହେଇଛି, ପୁନଃ ସ୍ଫୁରିତ ହେଇଛି ଯୋଉ ବ୍ୟକ୍ତିତ୍ୱରେ, ସେଇଭଳିଆ ଜଣେ ବ୍ୟକ୍ତିତ୍ୱ ଦେଖିଲେ ଆଉ ଜଣେ ଜାଜିତ ହବ। ଗୋଟିଏ ଜଳୁଥିବା କ୍ୟାଣ୍ଡେଲରୁ ଆଉ ଗୋଟେ କ୍ୟାଣ୍ଡେଲକୁ ଆମେ ଜାଳି ପାରିବା, ଗୋଟିଏ ଦୀପରୁ ଆଉ ଗୋଟେ ଦୀପକୁ ଜାଳି ପାରିବା। କିନ୍ତୁ ମୁଁ ଯଦି ନିଷ୍ପୃହ, ମୋର ଜ୍ୟୋତି ଯଦି ପ୍ରକାଶ ହିଁ ସୃଷ୍ଟି କରୁନି, ତେଣୁ ମୁଁ ଠାକୁରଙ୍କୁ ଯାଜନ କେମିତି କରିବି? ଯେ ମତେ ଦେଖି ଜଣେ ଜାଜିତ କେମିତି ହବ? ମୋଠୁ ସିଏ କଣ ଆଶା କରିବ? ତେଣୁ ଏଇ ସୁରେଶ ଭାଇଙ୍କ ବ୍ୟକ୍ତିତ୍ୱ, ଏଇଭଳିଆ ସବୁ ମଣିଷ ଆସିଲେ ଲୋକ ଆକୃଷ୍ଟ ହବ ଯେ ଏଇ ଲୋକ ଠାକୁରଙ୍କୁ ଧରି କେମିତି ଚାଲିଛନ୍ତି। ଆଉ ତାଙ୍କର ସହଜ ସରଳତା, ସରଳ ଜୀବନ ଆମେ ଚାହୁଁ। ସରଳ ହବାଟା କିନ୍ତୁ ବହୁତ କଠିନ। କାହିଁକି? ଆମମାନଙ୍କର ଅହଙ୍କାରୀ ତାର ପ୍ରଥମ ପ୍ରତିବନ୍ଧକ। ସରଳ ଲେଖା କଥା ଆପଣ ଜାଣିଥିବେ, ସରଳ ଲେଖା ପାଇଁ 3ଟି ବିନ୍ଦୁ ଆବଶ୍ୟକ ହୁଏ। 2ଟା ବିନ୍ଦୁରେ ଆପଣ ସରଳ ଲେଖା କରିପାରିବେ ନାହିଁ। ବୃତ୍ତ ହେଇପାରେ ବା ବିଭିନ୍ନ ଭାବରେ ଆପଣ ବୁଲେଇକି 2ଟା ବିନ୍ଦୁକୁ ଯୋଗ କରିଦେଇ ପାରିବେ। କିନ୍ତୁ 3ଟି ବିନ୍ଦୁ ହେଲା, 3ଟି ବିନ୍ଦୁରେ ଗୋଟିଏ ସରଳ ଲେଖା ହିଁ ହେଇପାରିବ। ଆଉ ମୁଁ ଭାବେ ଶ୍ରୀ ଠାକୁର, ଆଚାର୍ଯ୍ୟ ଦେବ ଆଉ ମୁଁ, ଆମେ 3 ଜଣ ଗୋଟିଏ ଯଦି ସରଳ ଲେଖା ରହିଲୁ, ମୋ ଜୀବନ ସହଜ, ସରଳ, ସୁନ୍ଦର ହେଇଗଲା। ଆଉ କିଛି ଆବଶ୍ୟକ ନାହିଁ। 3ଟାକୁ ଗୋଟେ ଷ୍ଟେଟ ଲାଇନ ରଖିବାକୁ ହବ। ଆପଣ ଦେଖୁଥିବେ ଯେତେବେଳେ ଆପଣଙ୍କର
ଯେକୌଣସି ଗୋଟିଏ ଆଖି ବନ୍ଦ କରି ବାଁ ଆଖି ବନ୍ଦ କରି ଡାହାଣ ଆଖିରେ ଆପଣ କନସେଣ୍ଟ୍ରେଟ କରି ଗୋଟେ ଷ୍ଟ୍ରେଟ୍ ଲାଇନ୍ କରିବାକୁ ଚାହାନ୍ତି ବା ଇଏ କରିବାକୁ ଚାହାନ୍ତି। ତେଣୁ ଆମମାନଙ୍କର ଧ୍ୟାନ ଧାରଣା ଗୋଟେ ପ୍ରଥମ ହେଲେ ସେ ଠାକୁରଙ୍କୁ ନେଇକି ଆମର ଜୀବନ, ଠାକୁର କେନ୍ଦ୍ରିତ ଜୀବନ। ଶେଷ ହେଲେ ଅନୁକରଣୀୟ ହେଲେ ଆଚାର୍ଯ୍ୟ ଦେବ, ତାପରେ ହେଲେ ମୁଁ। ତେଣୁ ପ୍ରାକ୍ଟିକାଲ କାମ ଗୁଡିକ ମୁଁ କରିବି। ଜଣେ ନୂତନ ଭାବରେ ଯୋଗ ଦେଇଥିବା ସହକର୍ମୀକୁ 2 ଦିନ ତଳେ ପଚାରୁଥିଲି, ମୁଁ କହିଲି ଆପଣ କୋଉଠି କାମ କରୁଥିଲେ? କଟକରେ କାମ କରୁଥିଲି, ମହାନଦୀ ବ୍ୟାରେଜରେ। ମୁଁ କହିଲି କଟକରେ ଆପଣ ସବୁ କଣ ଦେଖନ୍ତି? ଏଇ ଯୋଉ ଧାନ କଟା ସରିଯାଏ ଏଇ ଡିସେମ୍ବର ମାସରେ କଣ ସବୁ ହୁଏ? ବହୁ ଲୋକ କୋଉ ଖେଳ ଖେଳନ୍ତି? ସମସ୍ତେ ଗୁଡ଼ି ଉଡ଼େଇବାକୁ ପସନ୍ଦ କରନ୍ତି। ମୁଁ ଗୁଡ଼ି କେମିତି ଉଡ଼େ ନା ଲଟେଇ ଧରିଥାନ୍ତି, ତାପରେ ପବନ ଦିଏ, ତେଣୁ ଗୁଡ଼ି ଉଡ଼େ, ବହୁତ ଉପରକୁ ଉଠେ। ଏଇ ଗୁଡ଼ିର କାହାଣୀ ପରମ ପୂଜ୍ୟ ଆଚାର୍ଯ୍ୟ ଦେବ ବାରମ୍ବାର କହନ୍ତି। ଗୁଡ଼ି ଉଡ଼େ, ତାପରେ କଣ ହୁଏ? ସେ ମାଞ୍ଜା ସୂତା ଥାଏ, ଗୋଟେ ସୂତା ଆଉ ଗୋଟେ ସୂତା କାଟିଲେ ଗୁଡ଼ୁଟି କଟିଯାଏ ଆଉ ଭୂପତିତ ହୁଏ। ମୁଁ ପଚାରିଲି, ମୁଁ କହିଲି ଏଇ ଯୋଉ ଗୁଡ଼ିଟି କଟିଗଲା ତଳୁ ପଡିଲା କଣ ପାଇଁ? ସଂଯୋଗ ବିଚ୍ଛିନ୍ନ ହେଇଗଲା। ଯୋଉ ମୂଳ ସହିତ ଯୁକ୍ତ ଥିଲା, ଯେ ସଂଯୁକ୍ତ ଥିଲା, ସେ ମୂଳର ବିଚ୍ୟୁତି ଘଟିଲା ପରେ ସେ ଭୂପତିତ ହେଲା, ତଳେ ପଡିଲା, ଆଉ ସେ ଡଷ୍ଟବିନ ଗଲା, ତାର ଆଉ କିଛି ଅସ୍ତିତ୍ୱ ହିଁ ରହିଲା ନାହିଁ। ତେଣୁ ମୁଁ ଏଇ ଯୋଉ ମୂଳ ସହିତ ଯେତେ ଯୁକ୍ତ ହେଇ ରହିବି, ତାହେଲେ ମୋ ଜୀବନଟି ସେତେ ସୁନ୍ଦର ହେଇ ଉଠିବ, ମୁଁ ସେତେ ଉର୍ଦ୍ଧ୍ୱକୁ ଉଠି ପାରିବି, ଉର୍ଦ୍ଧ୍ୱଗାମୀ ହେଇପାରିବି। ଆଉ ଗୋଟେ କଥା ବି ରହୁଛି, ଗୁଡ଼ି ହବା ପାଇଁ ହେଲେ ଆପଣଙ୍କୁ ହାଲୁକା ହେବାକୁ ପଡିବ, ଲାଇଟ ୱେଟ ହବାକୁ ପଡିବ। ଆଉ ଏଇ ଯୋଉ ଓଜନ, ଇଗୋର ଓଜନ ମୁଁ ବହନ କରି ଚାଲୁଛି, ମୋର ପଦବୀ, ମୋର ଶିକ୍ଷା ଯୋଗ୍ୟତା, ସାମାଜିକ ପ୍ରତିଷ୍ଠା, ମୋର ଅହଙ୍କାର, ଏ ସବୁ ଗୁଡାକ ପତଳା ହବା ଦରକାର। ଠାକୁର କହୁଛନ୍ତି ପତଳା ଅହଙ୍କାର ଚିହ୍ନ। ଅହଙ୍କାର ନ ରହିଲେ ତ ଶରୀର ହିଁ ରହିବନି, ଅହଙ୍କାର ରହିବ ଆବଶ୍ୟକ, କିନ୍ତୁ ପତଳା ଅହଙ୍କାର। ସେଇ ପତଳା ଅହଙ୍କାର ଆମର ଅଧିକାରୀ ହେବା, ତାଙ୍କ ସହିତ ଯୋଗଯୁକ୍ତ ହୋଇ ଚାଲିବା। ଏଇସବୁ କାହାଣୀ ସହକର୍ମୀ କହିବାର ଉଦ୍ଦେଶ୍ୟ ହେଲା ଯେ ତୁମମାନେ ବି ଯୋଗଯୁକ୍ତ ହିଁ ରୁହ। ତୁମେ ଯୋଉ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛ, ତାର କଣ କାର୍ଯ୍ୟ ବିବରଣୀ ଅଛି ନ ଅଛି, କେତେ ଯୁକ୍ତ ଇନଭଲଭମେଣ୍ଟ ରହିବ, ତାହେଲେ ଗୋଟେ ଅର୍ଗାନାଇଜେସନ ଆମେ ଉନ୍ନତି କରିପାରିବା। ଆଉ ଦ୍ୱିତୀୟ କାହାଣୀ ତାଙ୍କୁ କହିଲି, ଅନ୍ୟର ଅନ୍ଧାନୁକରଣ ନ କରିବା ପାଇଁ। ଆମମାନଙ୍କର ଅନୁକରଣୀୟ ଅନୁସରଣୀୟ ହଉଛନ୍ତି କେବଳ ଆଚାର୍ଯ୍ୟ ଦେବ। ଦେବ ଭାଇ ମୋର ବହୁତ ଅନ୍ତରଙ୍ଗ ବନ୍ଧୁ, ମୁଁ କିନ୍ତୁ ତାଙ୍କୁ ଅନୁକରଣ କରିବି ନାହିଁ। ଅନୁକରଣ କରିପାରେ, କିନ୍ତୁ ଅନ୍ଧାନୁକରଣ କରିବି ନାହିଁ। ତାର ପାଇଁ ଗୋଟେ ଛୋଟ ଗପଟେ କହିଲି। ଥରେ 2 ଜଣ, ଜଣେ ବ୍ୟବସାୟୀ, ଗୋଟିଏ ଗଧ ଆଉ ଘୋଡା, 2 ଜଣଙ୍କୁ ଧରି ବ୍ୟବସାୟ ଯାଉଥିଲେ। ଗଧ ପିଠିରେ ଗୋଟେ ତୁଳା ବସ୍ତା ଲୋଡ ଥିଲା, ଆଉ ଘୋଡା ପିଠିରେ ଗୋଟେ ଲୁଣ ବସ୍ତା ଲୋଡ ଥିଲା। ବାଟରେ ଗୋଟେ ୱାଟର ବଡି ପଡିଲା, ଜଳାଶୟ ପଡିଲା। ଘୋଡା କଣ କଲା, ସେଥିରେ ଡୁବକି ଲଗେଇଲା। ଅନେକ କ୍ଷଣ 10 ମିନିଟ ପର୍ଯ୍ୟନ୍ତ ଘୋଡା ଡୁବି ରହିଲା ପାଣିରେ। ତାପରେ ସେ ଡେଗି ଡେଗି ଚାଲିଲା, ଆରାମସେ ଲମ୍ବା ଲମ୍ବା ଭଣ୍ଡ ପକେଇ ଚାଲିଲା। ତାକୁ ଦେଖି ଗଧ କଣ କଲା, ସେ ବି ପାଣିରେ ଡୁବକି ଲଗେଇଲା। ଆପଣ ଜାଣନ୍ତୁ, ଗଧ ପିଠିରେ ତୁଳା ଲୋଡ ଅଛି, ତେଣୁ ପାଣିର ସଂସ୍ପର୍ଶରେ ଆସି ସେ ଆହୁରି ଫୁଲିଲା ଏବଂ ଓଜନ ବଢିଗଲା। ତେଣୁ ଗଧର ଅବସ୍ଥା ଯାହା ହେଇଥିବ। ତେଣୁ ଆମେ ଗଧ ଭଳି ଅନ୍ୟର ଅନ୍ଧାକରଣ କରିବାର ନାହିଁ। ମୁଁ ଠାକୁରଙ୍କର ନିୟତ କର୍ମୀ ବା ବିଭିନ୍ନ ଲୋକଙ୍କୁ, ସମସ୍ତଙ୍କର ଭଲ ଗୁଣ କଣ ଅଛି ଦେଖିବି, ଜାଣିବି, ବୁଝିବି, କିନ୍ତୁ ଅନୁକରଣୀୟ ଅନୁସରଣୀୟ କେବଳ ଆଚାର୍ଯ୍ୟ ଦେବ। ଆଚାର୍ଯ୍ୟ ଦେବ ଠାକୁର, ତା ବ୍ୟତୀତ ଆଉ କେହି ନୁହେଁ। ମୋର କେନ୍ଦ୍ର ହଉଛନ୍ତି ଶ୍ରୀ ଠାକୁର। ଆମମାନଙ୍କର ସମ୍ପଦ, ସମ୍ବଳ କଣ ଅଛି? ଆମମାନଙ୍କର କଣ ଅଛି? ଆମମାନେ ଏଇ ସଂସାରକୁ ଆସିଲେ କଣ ନେଇକି ଆସିଲେ? ମୋର ସମ୍ବଳ କଣ? ମୋର 2 ହାତରେ ମୁଁ କଣ ଧରିକି ଆସିଥିଲି? ନଥିଙ୍ଗ। ହୁଏନ୍ ଆଇ ୱିଲ୍ ଏକ୍ଜିଟ୍, ମୁଁ ଯେତେବେଳେ ଯିବି ସେତେବେଳେ ବି ନଥିଙ୍ଗ। ତେଣୁ ମୋର କୋଉ ସମ୍ପଦ ଅଛି, ସମ୍ବଳ ଅଛି, ଯାହାକୁ ନେଇ ମୁଁ ତାଙ୍କୁ ଭୋଗ ଅର୍ପଣ କରିପାରିବି ବା ତାଙ୍କର ଇଷ୍ଟ ପ୍ରତିଷ୍ଠା କରିପାରିବି। ଆମମାନେ ଭାବୁ ମୁଁ ବହୁତ ଗୁଡେ କାମ କଲି, ଏଠି ଏତେ ପଇସା ଦେଇଦେଲି, ଏଠି ଏତେ ଘଣ୍ଟା ପରିଶ୍ରମ କଲି, ରାତି ଅନିଦ୍ରା ହେଇକି ସତ୍ସଙ୍ଗ ପାଇଁ କାମ କଲି, ମନ୍ଦିର ପାଇଁ କାମ କଲି, ସବୁ କଲି। କିନ୍ତୁ ଆମର ସମ୍ପଦ କଣ? ଏଇ ଶରୀରଟା ତାଙ୍କର ଦାନ, ସବୁ କିଛି ତାଙ୍କରି ଜିନିଷରେ ତାଙ୍କୁ ପୂଜା କରିବାର କଥା। କେବଳ ଆମ ଅନ୍ତରରେ ଟିକେ ଭଲ ପାଇବାର ପ୍ରୀତି ରଖିବା ଦରକାର। ମୋ ଅନ୍ତରଟି ତାଙ୍କ ପାଇଁ ବ୍ୟାକୁଳ ହବା ଦରକାର। ଅନ୍ତରରେ ନିୟତ ସେ ହିଁ ଥିବା ଦରକାର। ସିଏ ହିଁ ସେ ଏକା, ଆଉ କେହି ନୁହନ୍ତି, କେବଳ ସେ ହିଁ। ଆଉ ତାଙ୍କ ଭିନ୍ନ କେହି ନୁହନ୍ତି। ଯୋଉଟା ପରମ ପୂଜ୍ୟ ଆଚାର୍ଯ୍ୟ ଦେବଙ୍କର ବିଭିନ୍ନ ଛୋଟ କ୍ଲିପ୍ସ ଆପଣ ଶୁଣିଥିବେ, ଦେଖିଥିବେ।
ଏ ଶୁଣିଥିବେ ପଢିଥିବେ ଯେ ପରିବାରରେ ଅନେକ ରୋଗ ଅନେକ ଅଶାନ୍ତି, ସିଏ କିନ୍ତୁ ଦିନଟେ କହୁନାହାନ୍ତି ଯେ ଦୟାଲ ମତେ ଦୟା କର, ମୋ ସ୍ତ୍ରୀର ସୁସ୍ଥ କରିଦିଅ କି ପୁଅର ଅସୁସ୍ଥତା ସୁସ୍ଥ କରିଦିଅ। ତାଙ୍କର ପୁରା ସମ୍ପୂର୍ଣ୍ଣ ବିଶ୍ୱାସ, 100% ବିଶ୍ୱାସ ଯେ ମୋ ଠାକୁର ମୋ ସହିତ ଅଛନ୍ତି। ତେଣୁ ମୁଁ ଯାହା ଯାହା ଭୋଗ କରିବି, ମୁଁ ତ ସୁଖ ଭୋଗ କଲି, ଦୁଃଖ ଭୋଗ କଲି, ବ୍ୟାଧି ବିପାକ ଯାହା ଭୋଗ କଲି, ମୋ ସହିତ ଠାକୁର ବି ଭୋଗ କରୁଛନ୍ତି। ତେଣୁ ଏଇ ଯୋଉ ଭାବନା ଆସିଲା, ଏଇଟା ଆପଣଙ୍କର ହେଲା ପଦ୍ମପତ୍ରରେ ଜଳ ଭଳିଆ ଅବସ୍ଥା। ମାନେ ଜଳ, ପଦ୍ମପତ୍ର ତଳେ ଜଳ ଅଛି, ତା ଉପରେ ବି ଜଳ ବିନ୍ଦୁ ଅଛି, କିନ୍ତୁ ପଦ୍ମପତ୍ର କାହା ସହିତ ଆଟାଚ ନୁହେଁ। ଏଇଭଳିଆ ଜୀବନ ରହିଲେ ଆମେ ତାର ঊର୍ଦ୍ଧ୍ୱରେ ରହିବା। ଭକ୍ତ ତୁଳସୀ ଦାସ କହୁଛନ୍ତି, ତୁଳସୀ ଭରୋସେ ରାମ କେ ନିର୍ଭୟ ହୋକେ सोए, तुलसी भरोसे राम के निर्भय होके सोए, अनहोनी होनी नहीं होनी हो सो होए, अनहोनी होनी नहीं होनी हो तो होए। अनहोनी ଯା ହବାର ନାହିଁ, ଆଉ ଯାହା ହବାର ଅଛି ତା ହଉ, ଅସୁବିଧା କଣ ଅଛି? କାରଣ ସିଏ ମଞ୍ଜୁର ନ କଲା ପର୍ଯ୍ୟନ୍ତ କିଛି ହୁଏ ନାହିଁ। ଆପ୍ରୁଭାଲ ହଉଛି ତାଙ୍କର। ତେଣୁ ମୋ ପାଇଁ ଯାହା ସେ ହଉଛନ୍ତି ମଙ୍ଗଳତା, ଖାଲି ମୋ ପାଇଁ ନାହିଁ, ଜଗତଯାକ ସମସ୍ତଙ୍କ ମଙ୍ଗଳ ପାଇଁ ସେ ଯାହା କରିବେ। ତେଣୁ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ସେଥିପାଇଁ ହଉଛି ଆକ୍ସେପ୍ଟାନ୍ସ। ମୁଁ ସେଇଟାକୁ କେତେ ଭାବରେ ଆକ୍ସେପ୍ଟ କରିବି। ମୋର ଚଳନ ଚରିତ୍ର ଠିକ ରହିବନି, କିନ୍ତୁ ମୁଁ ଯେତେବେଳେ ଦୁଃଖ ଭୋଗ କରିବି ତାଙ୍କୁ ଦାୟୀ କରିବି। ଏଇଟା କିନ୍ତୁ ଗ୍ରହଣୀୟ ନୁହେଁ। ଆଜି ଆପଣଙ୍କର ମାନେ ସତ୍ସଙ୍ଗ ଯୋଉ ସତ୍ୟାନୁସରଣ ପାଠ ହେଲା, ଧର୍ମ ଯାହା ଉପରେ ସବୁ କିଛି ତିଷ୍ଠ ହୋଇଛି ତାହା ହିଁ ଧର୍ମ। ସବୁ କିଛିର ମୂଳ ଆଧାର ହେଲା ଧର୍ମ। ଆଉ ସେଇ ଯୋଉ ଭାଇଟି ପରମ ପୂଜ୍ୟ ଆଚାର୍ଯ୍ୟ ଦେବଙ୍କ ରଚିତ କୋରସ କଲେ, ତୁମି ପରମ ଆଧାର, ସବୁର ଆଧାର ହଉଛନ୍ତି ସିଏ। ଆପଣ ମାନେ ବର୍ତ୍ତମାନ ଆଧାର କାର୍ଡ ୟୁଜ କରୁଥିବେ ସମସ୍ତେ। ଆଧାର ମାନେ ଆପଣ ଅଲ୍ ଡିଟେଲ୍ସ ଅଛି, ନେମ୍, ଫାଦର ନେମ୍, ଗାଁ, ଡେଟ୍ ଅଫ ବାର୍ଥ, ସବୁ ଜିନିଷ ଆପଣଙ୍କ ସେଇଥିରେ ଅଛି। ତେଣୁ ଆମର ପରମ ଆଧାର ହଉଛନ୍ତି ଶ୍ରୀ ଠାକୁର। ତାଙ୍କ ଭିତରେ ଆଉ ସିଏ କହୁଛନ୍ତି ଏକ ଅଦ୍ୱିତୀୟ। ଠାକୁର କହିଲେ ଧର୍ମ ଏକ ବହୁ ହୁଏ ନା, ତାର ପ୍ରକାର ଭେଦ ହୋଇପାରେ। ତେଣୁ ସେଇ ଏକ ଅଦ୍ୱିତୀୟଙ୍କୁ ଆମେ ପାଇଛେ, ଆଉ ତାଙ୍କର ବିଧାନ ଯାହା ଯାହା ସେ ଦେଇଛନ୍ତି, ଅଳ୍ପ ବିସ୍ତାର ଆମେ ଯେତିକି କରିବା ସେତିକି ପାଇବା, ତାଙ୍କର କୃପାର ଅଧିକାରୀ ହବା। ଆଉ ଏଇ ଯୋଉ ନାମ ମାନେ ପାଇଛେ, 4 ଅକ୍ଷର ବିଶିଷ୍ଟ ନାମ ଆମେ ଜପ କରୁଛେ, ନାମୀ ପୁରୁଷଙ୍କୁ ଧ୍ୟାନ କରୁଛେ। ନାମ ନାମୀ ଏକ ଓ ଅଭେଦ୍ୟ। ତେଣୁ ସେଇ ନାମ କଲା ବେଳେ ଯୋଉ ସ୍ୱରୂପ ଆମ ମାନଙ୍କର ମନରେ ଆସୁଛି, ଚିତ୍ତ ଜଗତରେ ଆସୁଛି, ବା ଯୋଉ ଆଖି ବନ୍ଦ କଲେ ଯାହାଙ୍କର ରୂପ ଭାସି ଉଠୁଛି, ସେଇ ଆପଣ ମାନେ ଯେତେବେଳେ ଦେଓଘର ଯାଆନ୍ତି ଦେଖନ୍ତୁ, ଭାବନ୍ତୁ, ସେଇଠି ଯେତେବେଳେ ଠାକୁର ପ୍ରଣାମ କରୁଛି, ସେଇଠି ରାଧା କିଏ? ବୈଠକ ସ୍ୱାମୀ ଅଧଭୂତି ରାଧା ନିରଖ ନିହାର। ରାଧା ଦେଖୁଛନ୍ତି, ସ୍ୱାମୀ ବସିଛନ୍ତି କେମିତି ଅଦ୍ଭୁତ ଅଦ୍ଭୁତ ହେଇ ବସିଛନ୍ତି, ଅଦ୍ଭୁତ ଚେହେରା। ଏଇ ଥଣ୍ଡାରେ କେବଳ ଚଦରଟି ଘୋଡା ହେଇଥିବ, ଅନ୍ୟ ଆଉ ବର୍ଷ ଯାକ ସେମିତି ଫୁଙ୍ଗୁଳା ଦେହରେ ବସିଥିବେ, କିଛି ନାହିଁ। ସୁନା ରୂପା ରାଜା ରାଜେଶ୍ୱର, ସେ ଯୋଉ ରୂପ, ସେ ଯୋଉ ବେଶ, ଆପଣ ଯାଆନ୍ତି ପ୍ରଣାମ କରନ୍ତି, ଦେଖନ୍ତି। ଆଉ ଥରେ ଗଲେ ଦେଖିବେ ସେ ଯୋଉ ବିରାଟ ସଜନା ଗଛ ଅଛି, ଶାଳ ଗଛ ଭଳି ବିରାଟ ମୋଟା ହେଇ ବିରାଟ ବଡ ଗଛ, ସେଇ ସଜନା ଗଛ ତଳେ ଟିକେ ଠିଆ ହେଇକି ସିଧା ସିଧା ଦେଖିବେ ରାଧା କିଏ ଆଉ ତାଙ୍କର ସ୍ୱାମୀ କିଏ। ସେଇ ରୂପ ଆମମାନେ ଭାଗ୍ୟବାନ, ଅନେକ ଜନ୍ମର ପିତାମାତାଙ୍କ ସୁକୃତରୁ ତାଙ୍କୁ ପାଇଛେ, ତାଙ୍କୁ ଉପଭୋଗ କରୁଛେ, ଅନୁଭବ କରୁଛେ, ଉପଭୋଗ କରୁଛେ, ସବୁ କଥାରେ ସବୁଥିରେ ସେ ହିଁ ସେ। ଏବେ ପରମ ପୂଜ୍ୟ ଆଚାର୍ଯ୍ୟ ଦେବଙ୍କର ଆଶୀର୍ବାଦ ଯେ ଆପଣ ମାନେ ଯୋଉଠି ଯିଏ ଯୋଉଠି ଯାଜନ କରୁଛନ୍ତି, ତାଙ୍କୁ ଧରି, ଠାକୁରଙ୍କୁ ଧରିକି ଆପଣଙ୍କର କଣ ଅନୁଭୂତି ସେଇଟା ହିଁ କହିବେ। ଅନୁଭୂତି ଆସେ କିପରି? ଅନୁଭୂତି ଆସେ ଅନୁକରଣରୁ। ମୁଁ ଯାହା ଯାହା କରିବି ସେ ଅନୁସାରେ ଅନୁଭୂତି ହବ। ତଥାପି ଆପଣମାନେ ସମସ୍ତେ ଯୋଉମାନେ ଦୀକ୍ଷିତ, ଯୋଉମାନେ ଅନୁଗତ, ସମସ୍ତଙ୍କର ଅନୁଭୂତି ଅଛି, ତାହାର ଅନୁଭୂତି ନାହିଁ ବୋଲି ନାହିଁ। ଆଉ ଏଇ ଅନୁଭୂତି ଆମ ମାନଙ୍କର ଜ୍ଞାନ ସେ ବିଷୟରେ ମାନେ ଠାକୁରଙ୍କ ବିଷୟରେ, ଦୟାଳଙ୍କ ବିଷୟରେ ଆମ ମାନଙ୍କର ଜ୍ଞାନ ସେତେ ଟିକେ, ଯେ ତାଙ୍କୁ ଆମେ କେତିକି ନିଜ ଜୀବନରେ ଅନୁଭବ କରିଛେ।
परम पूज्यवाद आचार्य देवଙ୍କର ଅଭ୍ରାନ୍ତ ତାଙ୍କର ସେ ମୁଖରୁ ଯୋଉଟା ବାହାରେ କେବଳ ସତ୍ୟ ହିଁ ସତ୍ୟ, ତାକୁ ଆଉ କୌଣସି ପରୀକ୍ଷଣର ଆବଶ୍ୟକତା ନାହିଁ, କେବଳ ସହଜ ସରଳ ମନରେ ବିଶ୍ୱାସ କରିବାର କଥା। ଅନେକ ଦିନ ଧରି ମୋର ପତ୍ନୀର ଅସୁସ୍ଥତା ଲାଗି ରହିଛି, ଦେହ ପା ଭଲ ହଉନି ବାରମ୍ବାର। ଦେଓଘର ଯାଇଛି, ପ୍ରବଳ ଭିଡ଼, ନିବେଦନ କରିବାର ସୁଯୋଗ ବି ଟିକେ ନାହିଁ। ଜଣଙ୍କ ପରେ ଜଣଙ୍କ ବିଭିନ୍ନ କଥା କହୁଛନ୍ତି, ସେ ବିଭିନ୍ନ ଆଶୀର୍ବାଦ ଦଉଛନ୍ତି। ଫେରି ଆସିବାର ସମୟ, ବାଧ୍ୟ ହେଇ ଗୌର ଭାଇକି ନିବେଦନ କଲି, ଗୌର ଭାଇ ଯାଇ ପାଖରେ କାନରେ କହିଲେ ଶୁଭେନ୍ଦୁ ଭାଇର ବୋଉଟା ଦେହ ଭଲ ରହେ ନା। ମୁଁ କହିଲେ ତৎକ୍ଷଣାତ୍ କହିଲେ ଓଏ ତାର ମନଟା ଠିକ ରଖତେ হয়, ওই তার মনটা ঠিক রাখতে হয়। মেডিକାଲ ଯୋଉ ଆପଣ ମାନେ ସବୁ ବିଭିନ୍ନ ପ୍ରକାର ଟେଷ୍ଟ କରୁଛନ୍ତି, ସବୁଗୁଡା ଟେଷ୍ଟ କରାଗଲା, ସବୁ ଜିନିଷ 100% ଓକେ। ସାମାନ୍ୟ ଡାଇବେଟିସ୍ ବର୍ଡର ଲାଇନ, ସବୁ ତାଙ୍କର ଆସିବା। ହୁଏତ ସେ ବାରମ୍ବାର ଛାତି ପେନ୍ ହେଲା, ଏଇଟା ହେଲା ସେଇଟା ବିଭିନ୍ନ କମ୍ପ୍ଲେନ କରୁଛି ମୋର ପତ୍ନୀ। ମୁଁ ଭାବୁଛି ହୁଏତ ହାର୍ଟ ପ୍ରୋବ୍ଲେମ ହେଲା, କଣ ହେଲା। ତେଣୁ ଆଞ୍ଜିଓଗ୍ରାମ ନ କଲେ ହାର୍ଟର ଅବସ୍ଥା ଆପଣ ଜାଣିପାରିବେନି, ଆଉ ଯାହା କରନ୍ତୁ। ସେ ଅବସ୍ଥା ବି ସେ କରିଦେଲେ। ଯାଇକି ଆଞ୍ଜିଓଗ୍ରାମ କଲା ପରେ ଡକ୍ଟର କହିଲା ମାମୁଁ ସବୁଗୁଡାକ ଠିକ ଅଛି, ମାଇଁ ଠିକ ଅଛନ୍ତି, ଆପଣ ବ୍ୟସ୍ତ ନେଇ ଘରକୁ ନେଇ ଯାଆନ୍ତୁ। ତେଣୁ ସେ ସବୁ କିଛି ଜାଣନ୍ତି। ଆମମାନଙ୍କର ଯେତେବେଳେ ଆମେ କନଫ୍ୟୁଜ ହଉ, ଯୋଉ କଥା ନ ଜାଣିପାରୁ, ସେତେବେଳେ ତାଙ୍କ ପାଦ ପୀଠକୁ ଛୁଟି ଯାଉ, ତାଙ୍କୁ ଟିକେ ଦର୍ଶନ କଲେ ସବୁ ଆଉ ପ୍ରଶ୍ନ ହିଁ ଅଟଯାଏ। ମୋର କିଛି ପଚାରିବାର ନାହିଁ, ସେଠି ପହଞ୍ଚିକି ପ୍ରଣାମ କରିଦେଲେ ଆପଣଙ୍କର ସବୁ ବାଧା ବିଘ୍ନ ଅରିଷ୍ଟ ଆପଦ ବିପଦ ସବୁ ଗୁଡାକର ନିରସନ ହେଇଯାଏ। ଆମର ଦେବ ଭାଇ ସୁନ୍ଦର ଭାବରେ ଯାଜନ କରିପାରନ୍ତି, ସହସ୍ର ଦୀକ୍ଷା ବି କରିବାର ତାଙ୍କର ଅଛି କ୍ଷମତା। ତାପରେ ସୁନ୍ଦର ଭାବରେ ଝରଣାକୁ ଧରିକି ଦି ଜଣ ଯାକ ବଢିଆ କୀର୍ତ୍ତନ କରିପାରନ୍ତି। ଏଇ ଯୋଉ ଆମମାନଙ୍କର ପାରିବାରିକ ଜୀବନ, ସ୍ୱାମୀ ସ୍ତ୍ରୀର ଜୀବନ, ଆଚାର୍ଯ୍ୟ ଦେବଙ୍କୁ ଦେଖିବାର ଅଛି। ପରମ ପୂଜ୍ୟ ଆଚାର୍ଯ୍ୟ ଦେବ ବୌଦ୍ଧି ସେମାନେ କେମିତି ଚାଲିଛନ୍ତି। ଆଉ ଆମମାନେ କଣ କରୁ ସବୁବେଳେ ଟେକ୍ ଇଟ୍ ଗ୍ରାଣ୍ଟେଡ। ପତ୍ନୀ ସେ ମୋର ଅଧୀନସ୍ଥ ଅଧସ୍ତନ କର୍ମଚାରୀ, ମୁଁ ଯାହା କହିବି ସେ ସବୁ 100% ଶୁଣିବ। ଯାହା ଯାହା ପରଫେକ୍ସନ ଦରକାର ମୋ ପତ୍ନୀ ସବୁ ପରଫେକ୍ସନ କରିବ। ମୁଁ ପଛେ 90% ଇମ୍ପରଫେକ୍ଟ ହେଇଥାଏ, କିନ୍ତୁ ପତ୍ନୀ ସବୁ ଜିନିଷ 100% କରିବ। ଠାକୁରଙ୍କ ବିଧାନ ହଉ, ମୋ ବିଧାନ ହଉ, ସାଂସାରିକ ଶାଶୁ ଶ୍ୱଶୁର ଭାଇ ଭଉଣୀଙ୍କର ଯାହା ବିଧାନ ହଉ, ସବୁଗୁଡା ପତ୍ନୀ ମାନିବ, ପତ୍ନୀ 100% କରିବ। ଆମର ଏକ୍ସପେକ୍ଟେସନ ସେଇଆ, କିନ୍ତୁ ମୁଁ ନିଜେ ଯୋଗ୍ୟ ହେଇ ଉଠିବିନି। ମୋର ଇମ୍ପରଫେକ୍ସନ ଯେତେ ମାତ୍ରାଧିକ ହେଇପାରେ, ସେଇଥିପାଇଁ ପ୍ରତି ଘରେ ଘରେ ଖିଟଖାଟ ହୁଏ, ପାଟି ମୁଣ୍ଡ ହୁଏ, ତଥାପି ଭଲ ପାଇବାଟା ଥାଏ। କାହିଁକି ନା ମୂଳ କଥା ହେଲା ଆମେ ଠାକୁରଙ୍କ ଘରେ ଚାଲିଛୁ। ଆଉ ପତ୍ନୀଟି ଯେତେବେଳେ ଦେଖୁଛି ମୋ ସ୍ୱାମୀଟି ସକାଳ ସନ୍ଧ୍ୟା ପ୍ରାର୍ଥନା କରୁଛି, ଏଇଠୁ ଯଦି କରୁଛି ବା କାହା ସହିତ ଦେଖାହେଲେ ଠାକୁରଙ୍କ କଥା ହିଁ କହୁଛି, ତେଣୁ ତା ମନରେ ଭଲ ପାଇବାଟା ରହୁଛି। ସେ ଏଇ ଯୋଉ ବର୍ତ୍ତମାନ ନ୍ୟୁ ଜେନେରେସନ ବାହାରିଛନ୍ତି, ସେମାନଙ୍କ ଭଳି ଗୋଟେ ପାରିବାରିକ ଜୀବନ ବା ଦାମ୍ପତ୍ୟ ଜୀବନ ଆମର ଦୁର୍ବିଷହ ହେଇ ଉଠୁନି। ତେଣୁ କେତେ ଦୟାର ଅଧିକାରୀ ଆମେ ଭାବୁଛେ। ଆମେ ଯୋଉ କର୍ମକାଣ୍ଡ କରୁଛେ, ହୁଏତ ସେ ଦ୍ୱିତୀୟ ଦିନ କହନ୍ତା ଯେ ମୋର ଡାଇଭର୍ସ ଦରକାର, ମୁଁ ପଳେଇବି। ବୁଝୁଛନ୍ତି ତ? ତେଣୁ ଆମମାନେ ଯୋଉ ଟ୍ରାକରେ ଅଛେ, ସମସ୍ତେ ଠିକ ଟ୍ରାକରେ ଅଛେ, ଯିଏ ଯେତୋଟି ଭାବରେ। ଆଉ ଆମମାନଙ୍କ ଚରିତ୍ରକୁ ବିଶ୍ଳେଷଣ ସଂଶ୍ଳେଷଣ କରିବା ଦାୟିତ୍ୱ ଆମର। ଆମେ ଯିଏ ବି ଯାହା କରୁ ସମସ୍ତ ଅନ୍ତରରେ ତାଙ୍କ ପ୍ରତି ଭଲ ପାଇବା ଅଛି, ଯୋଉଟା ଠାକୁର ଶ୍ରୀକୃଷ୍ଣ ଠାକୁର ଗୀତାରେ କହୁଛନ୍ତି, ଅପିଚେତ ସୁଦୁରାଚାର ଭଜତି ମାମ ଅନନ୍ୟ ଭାଗ। ଯିଏ ଅନନ୍ୟ ଭାବରେ ମତେ ଭଜନ କରେ ସାଧୁରେବ ସ ମନ୍ତବ୍ୟ, ତାକୁ ବି ସାଧୁ କୁହାଯିବ। ମୋର ମନରେ ଯଦି 99% ଭୁଲ ଅଛି, ପାପୀ ବା ଯାହା ଯାହା ଅଛି, କ୍ରିମିନାଲ ଯାହା ବି ହେଇଥାଏ ମୁଁ, କିନ୍ତୁ ଯଦି ସେ 1% ଅଛନ୍ତି, 0.001% ଅଛନ୍ତି, ସିଏ ତାଙ୍କ ପାଇଁ ଭଲ ପାଇବା ଅଛି, ତାହେଲେ ମତେ ସାଧୁ କୁହାଯିବ। ତେଣୁ ଆମମାନେ ଯୋଉମାନେ ସତ୍ସଙ୍ଗୀ ଅଛୁ, ସଦୀକ୍ଷାରେ ଦୀକ୍ଷିତ ହେଇଛୁ, ଆମେ ସବୁ ସାଧୁ। କିନ୍ତୁ ସମାଜରେ କଣ କୁହାଯାଇଛି? ସାଧୁ ସାବଧାନ। ଚୋରଠୁ ସାବଧାନ ନୁହଁ, ସାଧୁ ଠାରୁ ସାବଧାନ। ଆପଣ ମାନେ ଜାଣିଛନ୍ତି ଅମୁକ ଲୋକଟା ଚୋର, ଅମୁକ ଲୋକଟା ଗୁଣ୍ଡା ବଦମାସ, ତେଣୁ ଆପଣ ତାଠୁ ସତର୍କ ରହିବେ। ତେଣୁ ଆପଣ ସତର୍କତା ଅବଲମ୍ବନ କରିବେ କାହାଠୁ? ସାଧୁ ମାନଙ୍କ ଠାରୁ। ତାର କାରଣ ହଉଛି ଯେ ଜନ କୃଷ୍ଣ ଭଜେ ସେ ଚତୁର। ଯିଏ କୃଷ୍ଣଙ୍କୁ ଭଜିଲା ସେ ଚତୁର ହେଇଗଲା।
ଆଉ ଠାକୁର ତ କହୁଛନ୍ତି ପିଲାଦିନେ ସିଏ ଧ୍ୟାନ କଲା ବେଳକୁ କୃଷ୍ଣ ଆସି ପାଖେ ପାଖେ ବୁଲୁଥିଲେ। ତେଣୁ ଠାକୁର କୋଉ ଲେବଲ ଆପଣ ଚିନ୍ତା କରନ୍ତୁ। ଆଉ ଯେତେବେଳେ ଆମେ ଠାକୁରଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛୁ ଆମେ ଚତୁର ନୁହଁ ମହାଚତୁର ହେଇଯାଉଛୁ। ତେଣୁ କଣ କରୁଛୁ ସରଳ କଥା ଆଡକୁ କଠିନ କରିଦଉଛୁ, କଷ୍ଟମୟ କରିଦଉଛୁ। ଧରାଯାଉ ଜଣେ ବାବୁଙ୍କୁ କହିଲି ମୁଁ ଆପଣ ଯାଆନ୍ତୁ ବାଣୀ ବିହାର ଯିବେ, ସତ୍ସଙ୍ଗ ବିହାର ଯିବେ, ଯେ ଅମକେଇ ଭାଇକୁ ଫିଲାନ୍ଥ୍ରୋପି କାଉଣ୍ଟର ଦେଖିବେ, ସେଇ ଡିପୋଜିଟ କରି ପଇସାଟା ପଳେଇ ଆସିବେ। ସେ ବାବୁ ଯିବେ ସିଧା ପଚାରିବେ ଅଭୟଙ୍କୁ ପଚାରିବେ ଏଇ ଲୋକ କୋଉ କାଉଣ୍ଟରରେ ବସିଛି, ସେ ଆଉ ଯିବେ ନାହିଁ, କାଉଣ୍ଟର ଖୋଜିବେନି। ଆମମାନଙ୍କର ଚାଲାକିରେ ଏତେ ଦୂର ବଢି ଯାଇଛି। ତେଣୁ ଆମମାନେ ସହଜ ହବା, ସରଳ ହବା, ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବା। ଦେବଭାଇ ଭଳିଆ ଗାନ କରିପାରିବି ନାହିଁ, ତଥାପି ଗୋଟେ ସୁନ୍ଦର ଗୀତଟେ ବଙ୍ଗଲାର ଗାନଟେ ମୋର ଯୋଉଟା ଅନ୍ତରକୁ ଛୁଇଁଲା ସେଟା ଟିକେ ଟିକେ ଗାଇବି, ଅବା ଆପଣ ଭାବିବେ କହିବି, ହୁଏତ ଆପଣଙ୍କୁ ତୃପ୍ତି ଦେଇପାରେ। ଏହା କହି ମୋର ବକ୍ତବ୍ୟ ସାଙ୍ଗ କରିବି। তারে ধরি ধরি মনে করি, তারে ধরি ধরি মনে করি, ধরতে গেলে আর পেলেম না। তারে ধরি ধরি মনে করি, ধরতে গেলে আর পেলেম না। দেখছে রূপসাগরে মনের মানুষ কাঞ্চা সোনা, দেখছে রূপসাগরে মনের মানুষ কাঞ্চা সোনা। তারে ধরি ধরি মনে করি, ধরতে গেলে আর পেলেম না। সে মানুষ চেয়েছে, সে মানুষ চেয়েছে, ফেরিতেছে পাগল হয়ে, মরমে জ্বলছে আগুন আর নিভে না। সে মানুষ চেয়েছে, ফেরিতেছে পাগল হয়ে, মরম জ্বলছে আগুন আর নিভে না। আমায় বলে বলক লোকে মন্দ, অরহে তার প্রাণ বচে না। আমায় বলে বলক লোকে মন্দ, বিরহে তার প্রাণ বচে না, বিরহে তার প্রাণ বচে না। দেখছে রূপসাগরে মনের মানুষ কাঞ্চা সোনা, দেখছে রূপসাগরে মনের মানুষ কাঞ্চা সোনা। পথিকে ভেবো না রে ডুবে যাও রূপসাগরে, পথিকে ভাবো না রে ডুবে যাও রূপসাগরে। নিরালে বসে করো জপ সাধনা, নিরালে বসে করো জপ সাধনা। একবার ধরতে পেলে মনের মানুষ ছেড়ে যেতে আর দিও না। একবার ধরতে পেলে মনের মানুষ ছেড়ে যেতে আর দিও না। দেখছে রূপসাগরে মনের মানুষ কাঁচা সোনা, দেখছে রূপসাগরে মনের মানুষ কাঁচা সোনা। তারে ধরি ধরি মনে করি, ধরতে পেলেও আর পাবো না। দেখছে রূপসাগরে মনের মানুষ কাঁচা সোনা, দেখছে রূপসাগরে মনের মানুষ କାଞ୍ଚା সোনা। ଆମମାନଙ୍କର ମନର ମଣିଷ ଆମେ ପାଇଛେ, ତାଙ୍କୁ ଧରି ରଖି ତାଙ୍କରି ପଥରେ ଚାଲିବା। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ଶ୍ରଦ୍ଧା ସୁବେନ୍ଦୁ ଭାଇ, ମୋର ବନ୍ଧୁ ଇଞ୍ଜିନିୟର ସୁରେନ୍ଦ୍ର ରଞ୍ଜନ ରାୟ ବିଭିନ୍ନ ଦିଗ ଦେଇକି ଆମ ସବୁ ଠାକୁରଙ୍କ କଥା ତୋଳି ଧରିଲେ, ଅନେକ ଗୁଡ଼ିଏ ତତ୍ତ୍ୱପୂର୍ଣ୍ଣ ସବୁ କଥା ସବୁ ତୋଳି ଧରିଲେ। ଆମର ଜୀବନ ଚଳନର କଥା, ଜୀବନ ବର୍ତ୍ତମାନର କଥା, ତାରି ଭିତରେ ଶ୍ରୀ ଠାକୁରଙ୍କ କଥା, ଆଚାର୍ଯ୍ୟଙ୍କର କଥା ସବୁ ଆମ ପାଖରେ ତୋଳି ଧରିଲେ। ଗାଈ ରଚନା କଥାରୁ ଆରମ୍ଭ କଲେ। ଏ ଗାଈ ରଚନା ଜଣେ ପଢ଼ିଥିଲା, କିନ୍ତୁ ମଣିଷ ରଚନା ଯେହେତୁ ସେ କରିନି, ମଣିଷ ରଚନା ପଢ଼ିନି, ତେଣୁ ସେ ମଣିଷକୁ ଚିହ୍ନିବା କଷ୍ଟକର। ସେ ମଣିଷ ଚିହ୍ନିବା କଥାକୁ ନେଇକରି ଏତେ ସୁନ୍ଦର ଭାବରେ କଥା ତୋଳି ଧରିଲେ। କର୍ତ୍ତବ୍ୟ ଏବଂ ଅଧିକାର ୟାକୁ ନେଇକି ମଧ୍ୟ ଅତି ସୁନ୍ଦର ଆମ ପାଖରେ ସବୁ କଥା ଗୁଡ଼ିକ ତୋଳି ଧରିଲେ। ବିଶେଷ ଭାବରେ ଅନେକ ଗୁଡ଼ିଏ ତତ୍ତ୍ୱପୂର୍ଣ୍ଣ କଥା ଏବଂ ଜୀବନ ଚଳନର କଥା ଏବଂ ତାଙ୍କର ନିଜ ଅନୁଭୂତିର କଥା ମଧ୍ୟ ଆଚାର୍ଯ୍ୟଙ୍କୁ ନେଇକରି, ଠାକୁରଙ୍କୁ ନେଇକରି ତା ମଧ୍ୟ ଆମ ପାଖରେ ତୋଳି ଧରିଲେ। ଯାହା ହଉ ଆମମାନେ ଆମର ସୁବେନ୍ଦୁ ଭାଇଙ୍କର ସୁସ୍ଥ ସୁଦୃଢ଼ ନିରାମଜନ ପାଇଁ, ତାଙ୍କ ପରିବାର ସମସ୍ତଙ୍କର ସର୍ବଦା ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା। ଏମିତି ପ୍ରଭୁଙ୍କ କଥା କହିକି ଆମମାନଙ୍କୁ ପ୍ରେରଣା ପୃଷ୍ଠ କରୁଛନ୍ତି। ଏଇ ଧାରା ହିଁ ଅବ୍ୟାହତ ହଉ, ଏହା ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ଜୟ ଗୁରୁ ଭାଇ। ଆଉ ଆସନ୍ତା କାଲିର ସତ୍ସଙ୍ଗ ନିବେଦନ କରିଛନ୍ତି ପ୍ରତିଦିନ ଭଳି ମୋର ବଡ଼ ଭାଇ ଡକ୍ଟର ସୁରେଶ ଚନ୍ଦ୍ର ଦେବେ ଆଇଏସ୍, ଶ୍ରୀଯୁକ୍ତ ଅଭିଲିପ ସାହୁ ଏବଂ ଆମର ସୌମ୍ୟ ସିଂ ଦାସ, ଶ୍ରୀଯୁକ୍ତ ସିଦ୍ଧେଶ୍ୱର ସିଂ, ତାଙ୍କର ପିତୃ ଶ୍ରାଦ୍ଧ ଉପଲକ୍ଷେ ଆସନ୍ତାକାଲି ସତ୍ସଙ୍ଗରେ ଆମେ ଯୋଗଦାନ କରିବା। ବର୍ତ୍ତମାନ ଆମର ସାମାନ୍ୟ ଅଶୋକ ଭାଇ, ଇଞ୍ଜିନିୟର ଅଶୋକ କୁମାର ମହାନ୍ତି ସମାପନୀ
ସଙ୍ଗୀତ ପରିବେଷଣ କରି ଧ୍ୱନି ଦେଇ ସତ୍ସଙ୍ଗ ସମାପନ ହେବ। ଭାଇ ଜୟଗୁରୁ। ଜୟଗୁରୁ ଆଜ୍ଞା। ସମସ୍ତ ଗୁରୁ ଭାଇ ମା ମାନଙ୍କୁ ଜୟଗୁରୁ। ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି, ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି, ଯାଇଥାନ୍ତା ଡୁବି ଭବ ସାଗରେ ତରି, ଯାଇଥାନ୍ତା ଡୁବି ଭବ ସାଗରେ ତରି, ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି, ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି, ତୁମ ପ୍ରେମ ତୁମ ଦୟା ଧରି ରଖିଛି ଏ କାୟା, ତୁମ ପ୍ରେମ ତୁମ ଦୟା ଧରି ରଖିଛି ଏ କାୟା, କାଟିଛ ଏ ଭବ ମାୟା ନାମାମୃତ ଭିତରି, କାଟିଛ ଏ ଭବ ମାୟା ନାମାମୃତ ଭିତରି, ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି, ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି, ଅଶାନ୍ତ ଏ ମନ ତଳେ ମରଣ ନଳ ଜଳେ, ଅଶାନ୍ତ ଏ ମନ ତଳେ ମରଣ ନଳ ଜଳେ, ଚାଲିଲେ ତୁମରି ତାଳେ ଜୀବନ ଆସେ ଫେରି, ଚାଲିଲେ ତୁମରି ତାଳେ ଜୀବନ ଆସେ ଫେରି, କରିଛି ତୁମକୁ ପର ତଥାପି ଧରିଛ କର, କରିଛି ତୁମକୁ ପର ତଥାପି ଧରିଛ କର, ଜନମେ ଜନମେ ମୋର ବ୍ୟଥା ନେଇଛ ହରି, ଜନମେ ଜନମେ ମୋର ବ୍ୟଥା ନେଇଛ ହରି, ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି, ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି, ତୁମେ ଯନ୍ତ୍ରୀ ମୁହିଁ ଯନ୍ତ୍ର, ତୁମେ ମୋ ପିତା ମୋ ପୁତ୍ର, ତୁମେ ଯନ୍ତ୍ରୀ ମୁହିଁ ଯନ୍ତ୍ର, ତୁମେ ମୋ ପିତା ମୋ ପୁତ୍ର, ତୁମରି ପ୍ରଦତ୍ତ ମନ୍ତ୍ର ସହାୟିକା ମୋ ହରି, ତୁମରି ପ୍ରଦତ୍ତ ମନ୍ତ୍ର ସହାୟିକା ମୋ ହରି, ଜଗତ ଜୀବନ ନାଥ ତୁମେ ମୋ ମାନ ମହତ, ଜଗତ ଜୀବନ ନାଥ ତୁମେ ମୋ ମାନ ମହତ, ପ୍ରଭୁ ହେ ମୁଁ ଆଲୋକିତ ଆଲୋକରେ ତୁମରି, ପ୍ରଭୁ ହେ ମୁଁ ଆଲୋକିତ ଆଲୋକରେ ତୁମରି,
ଆଲୋକରେ ତୁମରି ଆଲୋକରେ ତୁମରି ପ୍ରଭୁ ହେ ମୋ ଆଲୋକିତ ଆଲୋକରେ ତୁମରି ପ୍ରଭୁ ହେ ମୋ ଆଲୋକିତ ଆଲୋକରେ ତୁମରି ଆଲୋକରେ ତୁମରି ଆଲୋକରେ ତୁମରି ପ୍ରଭୁ ହେ ମୋ ଆଲୋକିତ ଆଲୋକରେ ତୁମରି ପ୍ରଭୁ ହେ ମୋ ଆଲୋକିତ ଆଲୋକରେ ତୁମରି ପ୍ରଭୁ ହେ ମୋ ଆଲୋକିତ ଆଲୋକରେ ତୁମରି ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି ଯାଇଥାନ୍ତା ଡୁବି ଭବ ସାଗରେ ତରି ଯାଇଥାନ୍ତା ଡୁବି ଭବ ସାଗରେ ତରି ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି ତୁମକୁ ଜୀବନେ ପ୍ରଭୁ ନଥିଲେ ଧରି ବନ୍ଦେ ପୁରୁଷୋତ୍ତମମ୍ वन्दे पुरुषोत्तमम् वन्दे पुरुषोत्तमम् वन्दे वन्दे पुरुषोत्तमम् वन्दे परम प्रेम श्री श्री ठाकुर अनुकूल चंद्र जी की परम प्रेम श्री श्री ठाकुर अनुकूल चंद्र जी की परम प्रेममय श्री श्री ठाकुर अनुकूल चंद्र जी की परमाराध्या जगत जननी श्री श्री बड़मा की परमाराध्या जगत जननी श्री श्री बड़मा की परमाराध्या जगत जननी श्री श्री बड़मा की परम पूज्यपा श्री श्री बड़दा की परम पूज्यपा श्री श्री बड़दा की परम पूज्यपा श्री श्री बड़दा की परम पूज्यपा श्री श्री आचार्य देव की परम पूज्यपा श्री श्री आचार्य देव की परम पूज्यपा श्री श्री आचार्य देव की सत्संग की सत्संग की सत्संग की वंदे पुरुषोत्तमम् वंदे आर्य पितृन् वंदे मातृवर्गान् वंदे हं कृष्टि दैवतान् वंदे पुरुषोत्तमम् वंदे पुरुषोत्तमम् परम प्रेम में श्री श्री ठाकुर अनुकूल चंद्र जी की दादा माँ को समस्त की जय गुरु लक्ष्मीधर भाई जय गुरु लक्ष्मीप्रिया माँ जय गुरु दादा जय गुरु समस्त को जय गुरु माधर भाई प्रभात भाई जय गुरु हेमागिनी माँ जय गुरु जय गुरु सुमति माँ जय गुरु समस्त जय गुरु सवाई जय गुरु दादा जय गुरु जय गुरु समस्त भाई जय गुरु जय गुरु प्रणवदा उमा समस्त जय गुरु सवाई के जय गुरु जय गुरु जय गुरु जय गुरु सुभाष भाई जय गुरु टिकुना जय गुरु समस्त सवाई के जय गुरु विचितानंद भाई सुषमा समस्त जय गुरु कल्पना जय गुरु सुंदर आलोचना सुंदर समापनी बहुत बढ़िया है।
बहुत बढ़िया जय गुरु समस्त सबाई के जय गुरु फाइनल करवा जय गुरु प्रदीप भाई जय गुरु मेरा बड़ा जय गुरु जय गुरु संजय भाई जय गुरु मोटू भाई जय गुरु सरस्वती माँ जय गुरु समस्त जय गुरु दादा जय गुरु समस्त दादा माँ मान को जय गुरु ଜୟ ଗୁରୁ ଦାଦା ସମସ୍ତଙ୍କୁ ଜୟ ଗୁରୁ। फाइनल करवा फाइनल जय गुरु समस्त जय गुरु सबाई के जय गुरु तुम्हें मन मोहत तुम्हें मन मोहत चलिले तुम्हारी पथे जीवन आसे फेरी जीवन